ଆଗକୁ ଆସୁଛି ଗଣେଶ ପୂଜା। ଗଣେଶ ପୂଜାରେ ଯଦି ଘରେ ଆପଣ ମୋତିଚୁର ଲଡ଼ୁ ବିନା ବେସନରେ ବିନା ଛାଞ୍ଚରେ ପୁରା ସହଜ ଉପରେ ବନେଇବାକୁ ଚାହୁଁଥାନ୍ତି, ତାହେଲେ এই ରେସିପିଟାକୁ ନିଶ୍ଚିତ ଭାବରେ ଫଲୋ କରନ୍ତୁ। ଘରେ ପୁରା କମ୍ ସାମଗ୍ରୀରେ କମ୍ ପରିଶ୍ରମରେ ମାର୍କେଟ ପରିକା ଆପଣ ମୋତିଚୁର ଲଡ଼ୁ ବନେଇ ପାରିବେ। ସେ ପୁଣି ସବୁଠାରୁ କମ୍ ସମୟରେ। ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ, ଜାଣିପାରିବେ ରେସିପିଟି କେମିତି ବନିଆ ହେଉଛି। ସେଥିପାଇଁ ଏଠି ଦେଖନ୍ତୁ ମୁଁ ନେଇଛି ବୁଟ ଡାଲିକି ମୁଁ କ'ଣ କରିଥିଲି ନା 4 ଘଣ୍ଟା ପୁରା ପାଣିରେ ବତୁରେଇକି ରଖିଥିଲି। ଏଠି ମୁଁ ନେଇଛି 1 କପ୍ ବୁଟ ଡାଲି। ଆପଣ ଯେତେବେଳେ ବି ବୁଟ ଡାଲି ନେଉଛନ୍ତି ମାପିକି ହିଁ ନେବେ, ଏଥିପାଇଁ କାହିଁକିନା ଏହାର ମେଜରମେଣ୍ଟ ନିହାତି ଦରକାର। ଏବେ କ'ଣ କରିବେ ନା ଆକୁ ଆମେ ଭଲସେ ଧୋଇକି ଛାଣି ନେବା, ଯେମିତି ଏଥିରେ ଟିକେ ବି ପାଣି ନ ରହିବ। ଗୋଟେ ମୁଁ ଛଣାରେ ଛାଣି ଦେଇଛି, ଆକୁ 1 ମିନିଟ୍ ଛାଡ଼ି ଦେଇଛି, ଆର ଯେଉଁ ଏକ୍ସଟ୍ରା ପାଣି ଗୁଡ଼ାକ ନିଗିଡ଼ି ଯିବ। ଏବେ କ'ଣ କରିବା ନା ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଗ୍ରାଇଣ୍ଡିଙ୍ଗ କରିବା ପାଇଁ ଏଠି ଗୋଟେ ଗ୍ରାଇଣ୍ଡର କପ୍ ନେଇଛି। ଏଥିରେ ଯେତେବେଳେ ବି ଆକୁ ଆପଣ ଗ୍ରାଇଣ୍ଡିଙ୍ଗ କରୁଛନ୍ତି ପାଣି ଜମା ବି ଏଥିରେ ଆଡ଼୍ କରିବେନି। ଆକୁ କ'ଣ କରିବେ ନା ମାନେ ରହି ରହିକା ଆକୁ ଆପଣ ଗ୍ରାଇଣ୍ଡିଙ୍ଗ କରିବେ। ଏକା ସାଙ୍ଗରେ ତ ଗ୍ରାଇଣ୍ଡିଙ୍ଗ ହେବନି, କାହିଁକିନା ଟିକେ ହାର୍ଡ଼ ରହିବ। ଦେଖନ୍ତୁ ପ୍ରଥମେ ଆପଣ ଗ୍ରାଇଣ୍ଡିଙ୍ଗ କରିଦେଲେ, ତାପରେ କ'ଣ କରିବେ ଚାମଚ ସାହାଯ୍ୟରେ ଆକୁ ତଳ ଉପର କରିନେବେ, ଯେଉଁଥିରେ କି ଏଥିରେ ପାଣି ଆଉ ମାନେ ଦରକାର ପଡ଼ିବନି। ଆପଣଙ୍କର ମାନେ ବୁଟ ଡାଲିଟା ଯେତିକି ପରିମାଣରେ ମାନେ ପେଶି ହେବା ଦରକାର ବା ଗ୍ରାଇଣ୍ଡିଙ୍ଗ ହେବା ଦରକାର, ସେଇ ଟାଇପ୍ର ହିଁ ଆପଣଙ୍କର ଗ୍ରାଇଣ୍ଡିଙ୍ଗ ହେବ। ଆଉ ଏଥିରେ ପାଣି ଦେଲେ କ'ଣ ହେବ ନା ଲଡ଼ୁଟା ବାଗ ହେବନି। ଏବେ ଦେଖନ୍ତୁ ମୁଁ ପୁରା ଫାଇନ୍ ପେଷ୍ଟ କରିଦେଇଛି, ମାନେ ଫାଇନ୍ ପେଷ୍ଟ ନୁହଁ, ଦରଦରା ହିଁ ରହିଛି। ହାତକୁ ଦରଦରା ଲାଗୁଛି, କିନ୍ତୁ ବାଟି ହେଇଛି ଚିକ୍କଣ ଭାବରେ। ହାତରେ ଟିକେ ଚେକ୍ କଲେ ଦେଖିବେ ମାନେ ଦରଦରା ଲାଗୁଥିବ, ସେ ତ ପୁରା ବି ଚିକ୍କଣ ହେବନି। ଏବେ କ'ଣ କରିବା ନା ଆକୁ ଗୋଟେ ଜାଗାକୁ କାଢ଼ି ନେବା। କାଢ଼ି ସାରିଲା ପରେ ହାତରେ ଦେଖନ୍ତୁ ଗୋଟେ ଗୁଳା ଆମେ କରିବା, ଯେମିତି ଆପଣ ବରା ଛାଣନ୍ତି, ମାନେ ବରାର ସେପ୍ ରୁହେ ହାତରେ। ଆଉ ପୁରା ଚେପଟା ଚେପଟା କରିକି ପୁରା ପତଲା ପତଲା ହିଁ କରିବେ। ମୋଟା ହେଲେ କ'ଣ ହେବ ନା ଜମା ଫ୍ରାଏ ହେବନି। ଡିପ୍ ଫ୍ରାଏ କରିବା ପାଇଁ ଏଠି ମୁଁ ନେଇଛି 1 କପ୍ ରିଫାଇନ୍ ତେଲ। ଆପଣ ଚାହିଁଲେ ଦେଶୀ ଘିଅରେ ମଧ୍ୟ ବନେଇ ପାରିବେ, କିନ୍ତୁ ଘିଅ ଯଦି ଏତେଟା ଆଭେଲେବୁଲ୍ ଆଜିକା ଡେଟ୍ରେ ସମସ୍ତଙ୍କ ଘରେ ନଥାଏ, ତେଣୁକରି ଆକୁ ଆମେ ରିଫାଇନ୍ ତେଲରେ ହିଁ ଫ୍ରାଏ କରିବା। ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ ରଖିବେ। ଲୋ ରଖିକି ଆକୁ ମାନେ ପୁରା ଏପଟ ସେପଟ କରିକି ତାର ମାନେ କଲର୍ଟା ଟିକେ ଚେଞ୍ଜ, ମାନେ ହାଲକା ଲାଇଟ୍ ଗୋଲ୍ଡେନ୍ କଲର୍ ଟିକେ ହେଲା ପର୍ଯ୍ୟନ୍ତ ଆମେ ଆକୁ ଡିପ୍ ଫ୍ରାଏ କରିବା। ଏଥିପାଇଁ ମୋ ମତରେ ଫ୍ରାଏ ପ୍ୟାନ୍ ନେଲେ ହିଁ ଡିପ୍ ଫ୍ରାଏ କରିବା ପାଇଁ ସୁବିଧା ହେବ। କଡ଼େଇ ନେଲେ କ'ଣ ହେବ ନା ବ୍ୟାଟରଟା କମ୍ ମାନେ ଧରିବ। ଆଉ ଆକୁ ପୁରା କମ୍ ତେଲରେ ହିଁ ଆମେ ଆକୁ ଡିପ୍ ଫ୍ରାଏ କରିବା, ଏଥିପାଇଁ ଅଧିକ ତେଲ କିଛି ବି ଆବଶ୍ୟକତା ନାହିଁ। ଦେଖନ୍ତୁ ମୁଁ ଆକୁ ଏପଟ ସେପଟ କରୁଛି, ଲୋ ଫ୍ଲେମ୍ରେ ରଖିକି ଆପଣ ଏପଟ ସେପଟ କରିବେ ଯେପର୍ଯ୍ୟନ୍ତ ତାର କଲର୍ଟା ଚେଞ୍ଜ ନ ହେଇଛି। ମିନିମମ୍ 10 ମିନିଟ୍ ସମୟ ଲାଗିବ। ଦେଖନ୍ତୁ ଆର କଲର୍ଟା କେମିତି ତାର ହ୍ୱାଇଟନେସ୍ ଆସିଥିଲା, ଆଉ ଦେଖନ୍ତୁ ଟିକେ ଲାଇଟ୍ ଗୋଲ୍ଡେନ୍ ଟାଇପ୍ର ହିଁ ହେଇଯାଇଛି। ଆଉ ଆପଣ ଯେତେବେଳେ ଫ୍ରାଏ କରୁଥିବେ ଜାଣି ବି ମଧ୍ୟ ପାରିବେ, ଟିକେ ହାତକୁ ହାର୍ଡ଼ନେସ୍ ଲାଗିବ ବା କୁକୁଡ଼ା ଟାଇପ୍ର ଲାଗିବ। ଏବେ ଆକୁ ଆମେ କାଢ଼ିକି ଗୋଟେ ପ୍ଲେଟ୍କୁ ରଖିନେବା। ୟାକୁ ଆମେ ଫ୍ୟାନ୍ ତଳେ ରଖିଦେବା, ମାନେ ଥଣ୍ଡା ହେବା ପାଇଁ। ୟାକୁ କ'ଣ କରୁଛି ନା ମୁଁ ସବୁଗୁଡ଼ାକୁ ଛୋଟ ଛୋଟ ପିସ୍ରେ ଭାଙ୍ଗି ଦେଉଛି। ଆଉ ଭାଙ୍ଗିଲା ବେଳେ ଦେଖନ୍ତୁ ଯଦି ମାନେ ମୁଡ଼ମୁଡ଼ ଟାଇପ୍ର ଲାଗିବ, ଜାଣିବେ ଯେ ଆପଣଙ୍କର ମାନେ ଫ୍ରାଏଟା ଡିପ୍ ଫ୍ରାଏଟା ଠିକ୍ ଅଛି ଲଡ଼ୁ ପାଇଁ। ଏବେ କ'ଣ କରିବା ନା ଆକୁ ଭଲସେ ଗୁଣ୍ଡ ଗୁଣ୍ଡ କରିନେବା, ଯେମିତିକି ଆମର ଶୀଘ୍ର ଏଇଟା ଥଣ୍ଡା ହେଇଯିବ। ଆକୁ ମୁଁ ଫ୍ୟାନ୍ ତଳେ 10 ମିନିଟ୍ ଛାଡ଼ି ଦେଉଛି ଥଣ୍ଡା ହେବା ପାଇଁ। 10 ମିନିଟ୍ ପରେ ଦେଖନ୍ତୁ ଏ ବଢ଼ିଆ ସେ ଥଣ୍ଡା ହେଇଯାଇଛି। ଏବେ କ'ଣ କରିବା ନା ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଆଉ ଯେତେବେଳେ ଗ୍ରାଇଣ୍ଡିଙ୍ଗ କରୁଛନ୍ତି ମାନେ ଥରେ କିମ୍ବା 2 ଥର ହିଁ ତାକୁ ଆପଣ ଏପଟ ମାନେ ଗ୍ରାଇଣ୍ଡିଙ୍ଗ କରିବେ, ମାନେ ଘୁରେଇବେ। ଅଧିକ ପରିମାଣରେ ଘୁରେଇବେନି, ଯଦି ଘୁରେଇବେ ମାନେ ଏକଦମ ସେ ପୁରା ଗୁଣ୍ଡ ହେଇଯିବ। ଦେଖନ୍ତୁ ମୁଁ ଆକୁ ଗ୍ରାଇଣ୍ଡିଙ୍ଗ କରି ନେଇଛି। ଆଉ ହାତରେ ଦେଖନ୍ତୁ ଦେଖାଯାଉଛି ନା ବୁନ୍ଦେ ବୁନ୍ଦେ ଟାଇପ୍ର ହିଁ ରହିଛି, ଏଇ ଟାଇପ୍ର ହିଁ ରହିବ। ରହିଲେ ମୋତିଚୁର ଲଡ଼ୁଟା କୁହନ୍ତି ନା ଛୋଟ ଛୋଟ ମାନେ ଝୁରା ବୁନ୍ଦି ଯେଉଁଟା କୁହନ୍ତି, ଝୁରା ବୁନ୍ଦିରେ ହିଁ ମୋତିଚୁର ଲଡ଼ୁଟା ହେଇଥାଏ। ଆଉ ଏଇଟା ଯଦି ପୁରା ମାନେ ଫାଇନ୍ ପାଉଡ଼ର ହେଇଯିବ ବାଗ ହେବନି। ଏବେ ଆମେ ସେକେଣ୍ଡ ଷ୍ଟେପ୍କୁ ଯିବା। ଏଠି କ'ଣ କରିବା ନା ମାନେ ଯେଉଁ ଫ୍ରାଏ ପ୍ୟାନ୍ରେ ମୁଁ ଫ୍ରାଏ କରିଥିଲି, ଡିପ୍ ଫ୍ରାଏ କରିଥିଲି, ତା ଦେହରୁ ଅଏଲ୍ ଗୁଡ଼ା କାଢ଼ି ନେଇଯାଇଛି। ଏଠି ମୁଁ 1 ଚାମଚ ଦେଶୀ ଘିଅ ଆଡ଼୍ କରିଛି। ଏବେ ଯେଉଁ ଆମେ ଗ୍ରାଇଣ୍ଡିଙ୍ଗ କରିକି ରଖିଛେ
ताको कौन करवा ना एथरे ऐड करवा गैस फ्लेम को लो रखिकी आपको आम भाजी नवा कहीं सी कौन होना बाहर पूरा बढ़िया से डीप फ्राए होती भीतर टिके हल्का हल्का कंचापण थाए से आम भाजी ने 6 ରୁ 7 ମିନିଟ୍ भाजीदेले कौन हम ना भीतर अंशटा जो कंचालिया थो से रही एबे देखो भाजीदेला मोटे गोटे कड़े ऐड करी कड़े नहीं कड़े आम नवा चीनी आप जी बुट डाली ने से ही चीनी ने मुझे गोटे कप बुट डाली नहीं गोटे कप चीनी ही ऐड करी मुझे हाफ कप पानी गोटे कप चीनी हाफ कप पानी देकी गैस फ्लेम को मीडियम रखा मीडियम रखिकी चीनी को मेल्ट होगा दबा चीनी जपर्यंत मेल्ट होमें नवा अल्प टिके ऑरेंज कलर बा फूड कलर आपण ऑर्गेनिक फूड कलर ही सब बड़े व्यवहार कले देह बहुत भल आते फूड कलर कम यूज करें सेते भी बहुत बढ़िया ये केवल मोतीचूर लड्डूटा कौन हुए ऑरेंज कलर देखा जाए तेणुक ये कलर ही ऐड कर माने सुंदर देखा जावाई एबे जो चीनीटा मेल्ट है आम जो भाजिकी रखीचे से गुंड गुड़ाक पकई नवा पकईकी नवा हाफ चमच आमर हूँ गुजराती गुंड एबे कौन करबे ना आपको भल कि गोलेबा गैस रो फ्लेम को जमा भी हाई करबेनी से लो रे ही आपको हमें भल कि मिसई दबा ये पूरा कम परिश्रम रे कम समय रे ये प्रस्तुत हो जाए थाए एबे कौन करबे ना आपको भल से गोले साइला परे गैस रो फ्लेम को पूरा ऑफ कर नवा गैस रो फ्लेम को ऑफ करिकी आपको हमें घोड़े नवा मिनिमम 10 मिनिट घोड़े दबा जेमिति कि सेटा हम ना चीनी आम जो बुट डालटा ग्राइंडिंग करके नहीं ता सहित मैंने परस्पर सहित बढ़िया से मिसीज आमको माने जो लड़ूटा बनवाई सुविधा हम देखो लड़ूर स्ट्रक्चरटा केते बढ़िया अच्छी माने आमर जो चीनीटा आम देजे मापिकी सेटा कौन पानिया हैनी किंबा माने पूरा झुरा टाइप रही माने परफेक्ट अच्छी लड़ू बनवाई एबे गोटे चमच देसी घी कि चारमगज को ऐड करवा जो थी कि तार बास्ना बहुत भल आस कहीं आम जेहेतु रिफाइन तेल ही छाणी थिले मोतीचूर लड्डूटा देसी घी पूरा बनइले तार टेस्ट बहुत बढ़िया अच्छी थे जेहेतु माने आम जी कम देसी घी बनवाई चाहूचे तेणुक आम रिफाइन तेल ही छाणिले तार टेस्ट माने पूरा परफेक्ट टेस्ट आसापी गोटे चमच देसी घी ऐड कले तार भल बास्ना आसी थे स्वादिष्ट लगी थे एबे देखो मुझे भल से गोले नेली एबे कौन करी ना हाथ में टिके घी लगे आपको मुझे हल्का हल्का उषुम थी से समय आम आपको लड़ू बनइबा हाथ में एमती आप बड़ साइज करूँ कि छोट साइज करूँ आपण इच्छा अनुसार आप जो माने जो साइज बनई पारे एबे आपको हल्का हल्का कौन करवा ना माने गोल करवा बुले बुलेगी आपको पूरा प्रेस करके चिपे ना सी जमा भी माने लड़ू हेनी आ सब भांगी जीव हल्का हल्का हाथ खाली एमती टिके माने बुले देवे देखो मो हाथ को मुझे जो टाइप रो बुलाऊँ पूरा सेपटा पूरा गोल आसो देखो पूरा गोल आसी लड्डूर सेप आ देखा जाऊँगी मोतीचूर लड्डू टाइप रो एबे कौन करवा ना आपको प्लेटिंग करवा एथिरे आपण आपणको मन पसंदर जेकोसी ड्राई फ्रुट्स उपर सजई पारे बिना बेसन बिना छांचरे पूरा कम समय मात्र पूरा कम घी आपड़ देखु पूरा परफेक्ट मोतीचूर लड्डू बनई पारे घरे और बहुत स्वादिष्ट लगे थे आप घरे बनई के खाइले ही जानीपारे देखो तार स्ट्रक्चर केते बढ़िया आसी रहुची पुणी देखा नेक्स्ट वीडियो रहुची नमस्कार जदि आम रेसिपीटी आप पसंद अच्छी तेल एमती नुआ नुआ वीडियो देखा आम चैनल को लाइक शेयर सब्सक्राइब करने को जॉइन भूलें से पर्यटन समस्त दिन शुभम कर समस्त भल रखी था।